नमस्कार। ଆଜି ଆମେ ଗୋଟେ ଭାରି ମଜାଦାର ଆଉ ରଙ୍ଗୀନ ବିଷୟରେ କଥା ହେବା। ଗୁଜରାତର ଗୋଟେ ବହୁତ ଖାସ୍ ପର୍ବ ଉତ୍ତରାୟଣ। ହଁ, ନମସ୍କାର। ଉତ୍ତରାୟଣ ଏଟା ବିଷୟରେ ଆମେ ଆଜି ଟିକେ ଗଭୀର ଭାବରେ ଦେଖିବା। ଆମ ପାଖରେ ଗୋଟେ ଲେଖା ଅଛି ଉତ୍ତରାୟଣ ଗୁଜରାତର ପତଙ୍ଗ ପର୍ବ। ତ ଏଇ ଲେଖା ଆଧାରରେ ଆମେ ବୁଝିବାକୁ ଚେଷ୍ଟା କରିବା ଯେ ମାନେ ଗୁଜରାତରେ ଏ ପର୍ବଟା ଏତେ ନିଆରା କାହିଁକି। ଠିକ୍। ଆଉ ୟାର ଏତେ ମହତ୍ତ୍ୱ କାହିଁକି ରହିଛି? ହଁ, ମୋ ଆଖି ଆଗରେ ତ ସେ ରଙ୍ଗବେରଙ୍ଗ ଗୁଡ଼ିରେ ଭର୍ତ୍ତି ଆକାଶର ଚିତ୍ର ଆସିଯାଉଛି। ଭାବିଲେ ହିଁ ଭଲ ଲାଗୁଛି। ଏକଦମ। ସେଇଟା ତ ମୁଖ୍ୟ ଆକର୍ଷଣ। ଚାଲନ୍ତୁ ଟିକେ ଭିତରକୁ ଯାଇ ଦେଖିବା। ନିଶ୍ଚିତ। ତେବେ ଦେଖନ୍ତୁ, ଏ ଲେଖାରୁ ଯାହା ଜଣାପଡ଼ୁଛି, ଉତ୍ତରାୟଣ କେବଳ ଗୋଟେ ସାଧାରଣ ପର୍ବ ନୁହଁ, ଏଟା ଗୁଜରାତର ସଂସ୍କୃତି ସହ ବହୁତ ଗଭୀର ଭାବେ ଜଡ଼ିତ। ଆଚ୍ଛା। ମୂଳତଃ ଏଇଟା ହେଉଛି ମକର ସଂକ୍ରାନ୍ତି। ଆମେ ବି ତ ପାଳନ କରୁ। ହଁ, ଆମର ବି ମକର ସଂକ୍ରାନ୍ତି ଅଛି। ହଁ, ତ ସେଇଦିନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରନ୍ତି ଆଉ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରନ୍ତି। ସେଥିପାଇଁ ନାଁଟା ହେଲା ଉତ୍ତରାୟଣ। ଓହୋ, ବୁଝିଲି। ମାନେ ସୂର୍ଯ୍ୟଙ୍କର ଉତ୍ତର ଦିଗକୁ ଯାତ୍ରା, ସେଇଥିରୁ ଉତ୍ତରାୟଣ। ଏକଦମ। ଆଉ ଏଇଟା ଶୀତ ଦିନର ଶେଷ ଆଉ ଆଗକୁ ଆସୁଥିବା ଭଲ ଦିନ, ଟିକେ ଉଷୁମ ଦିନର ସୂଚନା ଦିଏ। ଆଚ୍ଛା, ତେବେ ଏହାର ଏମିତି ଗୋଟେ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ମହତ୍ତ୍ୱ ବି ଅଛି। ଆଉ ଲେଖାରେ ଏହାକୁ ଗୋଟେ ଅମଳ ପର୍ବ ବୋଲି ବି କୁହାଯାଇଛି। ତାର ମାନେ? ହଁ ହଁ, ସେଇଟା ବି ଗୁରୁତ୍ୱପୂର୍ଣ୍ଣ। ପାରମ୍ପରିକ ଭାବେ ଦେଖିଲେ ଏଇଟା ଶୀତଦିନା ଫସଲ ଅମର ସହିତ ଯୋଡ଼ା। ଓହୋ। ଲେଖାରେ ଅଛି ଯେ ଏହି ସମୟରେ ଯେମିତି ରାଶି, ଗୁଡ଼, ଚିନି ଏସବୁ ବ୍ୟବହାର କରିକି ସ୍ପେଶାଲ ମିଠା ତିଆରି ହୁଏ, ଯେମିତି ଚିକି ବା ତଲସାଙ୍କଲି। ହଁ ହଁ, ଚିକି ତ ଆମେ ବି ଜାଣିଛୁ। ଆଉ ଗୋଟେ ବହୁତ ଫେମସ୍ ଜିନିଷ ହେଲା ଉନ୍ଧିଉ। ଏଇଟା ଗୋଟେ ବିଶେଷ ପରିବା ତରକାରୀ। ଉନ୍ଧିଉ, ଏ ନାଁ ତ ମୁଁ ପ୍ରଥମ ଥର ଶୁଣୁଛି। କ'ଣ ଥାଏ ସେଥିରେ? ସେଇଟା ବହୁତ ପ୍ରକାର ଶୀତଦିନା ପରିବାକୁ ମିଶେଇକି ମାଟି ହାଣ୍ଡିରେ ଓଲଟା କରି ରଖି ରାନ୍ଧନ୍ତି ବୋଧେ। ସେଥିପାଇଁ ଉନ୍ଧିଉ ମାନେ ଓଲଟା। ଏଇଟା ବି ଅମଳର ଖୁସି ଆଉ ପ୍ରକୃତିକୁ ଧନ୍ୟବାଦ ଦେବାର ଗୋଟେ ପ୍ରକାର। ବାଃ, ବହୁତ ଇଣ୍ଟରେଷ୍ଟିଂ ଲାଗୁଛି। କିନ୍ତୁ ଯେତେବେଳେ ଉତ୍ତରାୟଣ କଥା ଆସେ, ମୋ ମନ କଥା ସବୁବେଳେ ସେ ଗୁଡ଼ି ଉଡ଼ା କଥା ହିଁ ଆସେ। ହଁ, ସେଟା ତ ମୁଖ୍ୟ ପରିଚୟ ହେଇଗଲାଣି। ଆଉ ଲେଖା ବି କହୁଛି ଏଇଟା କିଛି ଛୋଟମୋଟ ପରମ୍ପରା ନୁହେଁ, ଏକଦମ ବିରାଟ ଆୟୋଜନ। ଏକଦମ ସତ୍। ଲେଖାଟା ଏଇ କଥା ଉପରେ ବହୁତ ଜୋର ଦେଇଛି। ସେଥିରେ ଲେଖା ହେଇଛି ଯେ ଉତ୍ତରାୟଣ ଦିନ ଗୁଜରାଟର ଯେତେ ସହର ଅଛି, ଆକାଶରେ ଲକ୍ଷ ଲକ୍ଷ ରଙ୍ଗୀନ ଗୁଡ଼ି ଦେଖିବାକୁ ମିଳେ। ଲକ୍ଷ ଲକ୍ଷ, ବାପ୍ରେ। ହଁ, ଲୋକମାନେ ସମସ୍ତେ ନିଜ ନିଜ ଛାତ ଉପରକୁ ଚାଲିଯାଆନ୍ତି। ପରିବାର, ସାଙ୍ଗସାଥୀ ସମସ୍ତେ ଏକାଠି। ଆଚ୍ଛା, ମାନେ ପୁରା ଗୋଟେ ସାମାଜିକ ମିଳନ ପାରି। ହଁ, ପୁରା ପାର୍ଟି ମାହୋଲ। ଗୀତ ବାଜୁଥିବ, ଖିଆପିଆ ଚାଲିଥିବ ଆଉ ଦିନସାରା ଗୁଡ଼ି ଉଡ଼ା। ଖାଲି ସେତିକି ନୁହେଁ, ଗୁଡ଼ି କଟାକଟି ପ୍ରତିଯୋଗିତା ବି ଚାଲେ। ହଁ, ସେଇଟା ମୁଁ ଶୁଣିଛି। ଏଥିରେ ଖାଲି ପିଲାମାନେ ନୁହନ୍ତି, ବଡ଼ମାନେ ବି ପୁରା ଲାଗିପଡ଼ନ୍ତି ନା? ଏକଦମ। ବୟସ୍କମାନେ ବି ପୁରା ଉତ୍ସାହରେ ଲାଗିଥାନ୍ତି। ଲେଖାରେ ସେଇ କଥା ଅଛି। ଆଉ ସେ ଯୋଉ ସୂତା କଥା, କ'ଣ ଗୋଟେ ନାଁ କହିଲେ, ମାଞ୍ଜା? ହଁ, ମାଞ୍ଜା। ସେଇଟା ବି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେଇଟା କ'ଣ? ସେଇଟା ହେଉଛି ସୂତା। କିନ୍ତୁ ସାଧା ସୂତା ନୁହଁ, ସେଥିରେ କାଚ ଗୁଣ୍ଡର ପ୍ରଲେପ ଦିଆଯାଇଥାଏ। ବହୁତ ଧାରୁଆ। ଓହୋ, ସେଇଥିପାଇଁ ଅନ୍ୟ ଗୁଡ଼ି କାଟି ହୁଏ। ହଁ, ତେଣୁ ଏଇଟା ଖାଲି ରଙ୍ଗୀନ ଆକାଶ ନୁହେଁ, ଗୋଟେ କୌଶଳର ଖେଳ ବି। କେମିତି ନିଜ ଗୁଡ଼ିକୁ ବଞ୍ଚାଇବ ଆଉ କେମିତି ଅନ୍ୟର ଗୁଡ଼ି କାଟିବ। ଆଉ ଯେତେବେଳେ ଗୁଡ଼ି କଟିଯାଏ, ସେତେବେଳେ ସେମାନେ କ'ଣ ଗୋଟେ ପାଟି କରନ୍ତି, କାଇ ପୋଚେ? ହଁ, ଏକଦମ ଠିକ୍ ଧରିଛନ୍ତି। କାଇ ପୋଚେ ମାନେ ମୁଁ କାଟିଦେଲି। ଏଇଟା ପୁରା ଜୋରରେ ଚିତ୍କାର କରି କୁହନ୍ତି। ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାର ମାହୋଲ ତିଆରି ହୁଏ। ବାଃ, ଶୁଣିକି ହିଁ ମଜା ଲାଗୁଛି। ଏହା ତ ପ୍ରକୃତରେ ଗୋଟେ ଅଦ୍ଭୁତ ସାମାଜିକ ଆଉ ସାଂସ୍କୃତିକ ମିଳନ ପରି। ତେବେ ଯଦି ଆମେ ସାରାଂଶ ଦେଖିବା, ହଁ, ଗୁଜରାଟରେ ଉତ୍ତରାୟଣ, ଯାହାକୁ ଆମେ ମକର ସଂକ୍ରାନ୍ତି ବି କହୁ, ଏଇଟା ଏକ ଜ୍ୟୋତିର୍ବିଜ୍ଞାନ ଆଧାରିତ ଅମଳ ପର୍ବ। କିନ୍ତୁ ଏହାର ସବୁଠୁ ବଡ଼ ପରିଚୟ ହେଲା ସେଇ ଗୁଡ଼ି ଉଡ଼ା, ହଁ, ସେ ଅତୁଳନୀୟ ବ୍ୟାପକ ଗୁଡ଼ି ଉଡ଼ା ପରମ୍ପରା। ଯାହା ପୁରା ରାଜ୍ୟକୁ ଗୋଟେ ଉତ୍ସବର ମାହୋଲରେ ବାନ୍ଧି ରଖେ। ଏକଦମ ଠିକ୍ କହିଲେ। ଏହି ଲେଖାରୁ ଏହା ହିଁ ମୁଖ୍ୟ କଥା ବାହାରୁଛି। କିନ୍ତୁ ଆଉ ଗୋଟେ କଥା ମନକୁ ଆସୁଛି। କ'ଣ? ଏ ଯୋଉ ଏତେ ବଡ଼ ଆକାରରେ, ଏତେ ଉତ୍ସାହରେ ଗୁଡ଼ି ଉଡ଼ା ଯାଉଛି, ଏଟା କ'ଣ ଖାଲି ଗୋଟେ ଅମଳ ପର୍ବର ଖୁସି ମନେଇବାର ଉପାୟ? ଆପଣ କ'ଣ ଭାବୁଛନ୍ତି? ମୁଁ ଭାବୁଛି ଏହା ପଛରେ ଆଉ କିଛି ଗଭୀର କଥା ଥାଇପାରେ କି? ଯେମିତି ଗୁଜରାଟର ଲୋକମାନଙ୍କ ପାଇଁ ଏଟା ସ୍ୱାଧୀନତାର ପ୍ରତୀକ, କିମ୍ବା ସମସ୍ତେ ଏକାଠି ମିଶିବାର, ସାମୂହିକତାର ଭାବନା,
ବା ଆଉ କିଛି ସାଂସ୍କୃତିକ ବା ସାମାଜିକ ମହତ୍ତ୍ୱ? ହଁ, ଏ କଥାଟା ଚିନ୍ତା କରିବା କଥା। କେବଳ ଗୋଟେ ପର୍ବର ଅଂଶ ନୁହେଁ, ଏହାର ଆଉ କିଛି ଗଭୀର ଅର୍ଥ ବି ଥାଇପାରେ। ହଁ, ଏହା ନିଶ୍ଚିତ ଭାବେ ଆହୁରି ଅନୁସନ୍ଧାନ ଆଉ ଚିନ୍ତନର ବିଷୟ। ଠିକ୍ କହିଲେ। ତେବେ ଆଜିର ଆଲୋଚନା ବହୁତ ଭଲ ଲାଗିଲା। ଉତ୍ତରାୟଣ ବିଷୟରେ ବହୁତ କିଛି ଜାଣିବାକୁ ମିଳିଲା। ହଁ, ମୋତେ ବି।